এইটা 50 ଟଙ୍କା କାହିଁକି ନା ଗୋଟେ ଗୋଲାପ ଦାମ 30 ଟଙ୍କା ଜରି ଲାଗିବ ରିବନ ଲାଗିବ 50 40 ଆରି ଭିତରେ ହିଁ ଜିନିଷଟା ଦିଆଯାଉଛି ଆପଣଙ୍କର ଏଇଟା ଆସିଯିବ 100 ଟଙ୍କା 80 ଟଙ୍କା 70 ଟଙ୍କା ଆରି ଭିତରେ ହିଁ ରେଟ୍ ରହିବ ଆଗରୁ ଏଇ ଜିନିଷ 40 ଟଙ୍କା 50 ଟଙ୍କା ବିକା ହେଉଥିଲା ବର୍ତ୍ତମାନ ଟିକେ ଫୁଲ ମାର୍କେଟ ରେଟ୍ ଅଛି ବୋଲି ଏଇଟା 70 ଟଙ୍କା 80 ଟଙ୍କାରେ ବିକା ହେଉଛି এটা দেখুন 150 200 ବହୁତ ପ୍ରକାର ବିଭିନ୍ନ ପ୍ରକାର ରେଟ୍ ଅଛି ମାନେ ଗୋଟେ କଷ୍ଟମର ଆସିଲେ ଏଠୁ ଫେରିକି ଯିବା ପାଇଁ ବହୁତ କଷ୍ଟ ହେଇଯିବ ଏଇଟା ଗୋଟେ ଦେଖନ୍ତୁ ଏଇଟା ଆସିଯିବ ଆପଣଙ୍କର 500 ଟଙ୍କା ବୁଝିଲେ ଆଉ ଗୋଟେ ତାର ଟିକେ କ୍ୱାଣ୍ଟିଟି ଆଉ ଟିକେ ଅଧିକା ଆସିବ ହ୍ୱାଇଟ୍ ଲାଡ଼ି ଫାଡ଼ି ଲାଗିଛି ଏଇଟା ଆସିଯିବ 700 ଟଙ୍କା ବୁଝିଲେ ଗଜରା ଦୋକାନ ନା କି ଜଗନ୍ନାଥ ମନ୍ଦିରକୁ ନେଇକି ଯିବ ନୂଆ ବର୍ଷ ପାଇଁ ପୁରୀ ଯାଆନ୍ତି କାହାର ଗୋଟେ ଏମର୍ଜେନ୍ସି କ'ଣ ଦରକାର ହବ ଆଉ ତ ଆମେ ସମ୍ଭବ ନୁହେଁ ବନେଇବା ପାଇଁ ନା କାରଣ ଆମେ ଏଇ କାମ ପାଇଁ ପୁରା ବ୍ୟସ୍ତ ରହୁଛୁ ଭୁବନେଶ୍ୱରର ଯେଉଁ ଫୁଲ ବଜାରକୁ ଯାଇଛି ଏବେ ଫୁଲ ବ୍ୟବସାୟୀଙ୍କ ଆଉ ଫୁର୍ସତ ନାହିଁ ଏ ନୂଆ ବର୍ଷ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସେମାନଙ୍କର ଯେଉଁ ଫୁଲ ବ୍ୟବସାୟ ହେବ ସେଇଥିପାଇଁ ସେମାନଙ୍କର ତତ୍ପରତା ଦେଖିପାରୁଥିବେ ମୁଁ ବର୍ତ୍ତମାନ ୟୁନିଟ୍ 1 ଫୁଲ ବଜାରରେ ରହିଛି ବେଙ୍ଗଲୋରରୁ ଏବଂ କଲିକତାରୁ କାରିଗରୀ ସ୍ୱତନ୍ତ୍ର ଭାବରେ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ସେମାନେ ଫୁଲ ତୋଡ଼ା ଫୁଲ ଯେଉଁ ଗୁଚ୍ଛ ବାନ୍ଧିବା ପାଇଁ ଦେଖିପାରୁଥିବେ ସକାଳୁ ସକାଳୁ ଭୁବନେଶ୍ୱର ଯେଉଁ ଏଜି ଛକ ପାଖରେ ଆପଣ ଦେଖିବେ ୟୁନିଟ୍ 1ର ଯେଉଁ ମହିଳା ଥାନା ଏବଂ କ୍ୟାପିଟାଲ ଥାନା ପାର୍ଶ୍ୱରେ ଯେଉଁ ଫୁଲ ଦୋକାନ ସବୁ ରହିଛି ସେମାନେ ପସରା ମେଲେଇ ଦେଇଛନ୍ତି ଦେଖିପାରୁଥିବେ ଭଳିକି ଭଳି ରଙ୍ଗୀନ ଫୁଲ ଗୋଲାପ ଫୁଲ ଠାରୁ ଆରମ୍ଭ କରି ଲିଲି ଫୁଲ ପର୍ଯ୍ୟନ୍ତ କେତେ ସୁନ୍ଦର ଭାବରେ ସଜେଇ ଚାଲିଛନ୍ତି ଏବଂ ଏହି ସ୍ୱତନ୍ତ୍ର କାରିଗର ବେଙ୍ଗଲୋରରୁ ପଶ୍ଚିମବଙ୍ଗରୁ ଡକାଯାଇଛି ଏ ଫୁଲ ତୋଡ଼ା ବାନ୍ଧିବା ପାଇଁ ସକାଳୁ ସକାଳୁ ଫୁଲ ତୋଡ଼ା ବାନ୍ଧିଛନ୍ତି ଆଉ ବ୍ୟବସାୟୀଙ୍କୁ ଫୁର୍ସତ ନାହିଁ ଆଜି ସନ୍ଧ୍ୟାବେଳଠାରୁ ଏ ଫୁଲ ବ୍ୟବସାୟ ଆରମ୍ଭ ହେବ ପ୍ରିୟଜନ ମାନଙ୍କୁ ଏ ନୂଆ ବର୍ଷର ଫୁଲ ତୋଡ଼ାଟିଏ ଦେଇକି ଶୁଭେଚ୍ଛା ଜଣାଇବେ ସେଇଥିପାଇଁ ଅପେକ୍ଷା କରିଛନ୍ତି ଫୁଲ ବ୍ୟବସାୟୀ ମାନେ ସେମାନଙ୍କର ଏଇ ଯେଉଁ 5 ତାରିଖ ପର୍ଯ୍ୟନ୍ତ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ କିଭଳି ଭଲ ବ୍ୟବସାୟ ହେବ ତ ଏ ଫୁଲ ଆସୁଛି କେଉଁଠାରୁ ଓଡ଼ିଶାର ଚାଷୀମାନେ ଫୁଲ ଚାଷ କରିକି ବ୍ୟବସାୟ ହେଉଛି ନା ବାହାର ରାଜ୍ୟରୁ ଆସୁଛି ଦେଖନ୍ତୁ ମୁଁ କହିଲି ଆପଣଙ୍କୁ କାରିଗର ପଶ୍ଚିମବଙ୍ଗରୁ ଆସିଛନ୍ତି ବେଙ୍ଗଲୋରରୁ ଆସିଛନ୍ତି ତା ମାନେ ଫୁଲ ମଧ୍ୟ ଓଡ଼ିଶାର ନା ବାହାର ରାଜ୍ୟରେ ଆସିଛନ୍ତି ଆଉ ଫୁଲ ତୋଡ଼ାକୁ କେତେ ଟଙ୍କାରେ ବିକ୍ରି ହେଉଛି ସେ ସମ୍ପର୍କରେ ଆଲୋଚନା ତ କରିବା ବ୍ୟବସାୟୀଙ୍କ ଠାରୁ ଜଣେ ଗ୍ରାହକ ମାନେ ମଧ୍ୟ ଆସିକି ଫୁଲ ତୋଡ଼ା ବାଛିବା ଆରମ୍ଭ କଲେଣି ଆଜ୍ଞା ସକାଳୁ ସକାଳୁ ଆଜି 0 ନାଇଟ୍ ସେଲିବ୍ରେସନ୍ ଅଛି ଆସନ୍ତା କାଲିଠାରୁ ନୂଆ ବର୍ଷ ଶୁଭେଚ୍ଛା ଆଜିଠୁ ଫୁଲ ତୋଡ଼ା କିଣିଲେଣି ଆଜି କ'ଣ କାଲି ଭିଡ଼ ହୋଇଯିବ ମୋର ନିଜର ବନ୍ଧୁ ଆଜି ତାଙ୍କୁ ସକାଳୁ ସକାଳୁ ପ୍ରଥମ ଶୁଭେଚ୍ଛା ଜଣାଇବି ଆଜିଠାରୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ଆରମ୍ଭ ହୋଇଛି ଏବଂ ରାଜଧାନୀବାସୀଙ୍କୁ ମୋର ଅନୁରୋଧ ସମସ୍ତଙ୍କୁ ଆମ ତରଫରୁ ଅଭିନନ୍ଦନ ଓଟିଭିକି ମଧ୍ୟ ଅଭିନନ୍ଦନ ଯାହା ସୁନ୍ଦର କାର୍ଯ୍ୟକ୍ରମ ନୂତନ ବର୍ଷକୁ ସେ ଜନସାଧାରଣଙ୍କ ଆଗରେ ପହଞ୍ଚାଉଛନ୍ତି ଏବଂ ଏ ନୂତନ ବର୍ଷ ଯେମିତି ଶାନ୍ତି ଶୃଙ୍ଖଳାର ସହକାରେ ପାଳନ ଜନସାଧାରଣ ମାନେ କରିବେ ଏତିକି ନିବେଦନ କରୁଛୁ ଏ ଫୁଲ ତୋଡ଼ା କେତେ ଟଙ୍କାରେ କିଣିବେ ମୁଁ 500 ଟଙ୍କାରେ କିଣିବି 500 ଟଙ୍କାରେ କ'ଣ କ'ଣ ଫୁଲ ତୋଡ଼ାରେ ଅଛି କି ଫୁଲ ଗୋଲାପ ଫୁଲ ଅଛି ଆଉ ଏ ଫୁଲ ନାଁ ତ ମୁଁ ଜାଣିନି ଅଲଗା ଫୁଲ ସବୁ ଅଛି ଆଉ 500 ଟଙ୍କା ଗୋଟେ ଫୁଲ ଅନ୍ୟ ଦିନ ମାନଙ୍କରେ ଏଇ ତୋଡ଼ା କେତେ ଟଙ୍କାରେ କିଣୁଥିଲେ ଅଲଗା ଦିନ ମାନଙ୍କରେ ତାର ଅଧା ଆଉ କିନ୍ତୁ ଏବେ ନୂଆ ବର୍ଷ ପାଇଁ ଚାହିଦା ଅଧିକା ଆଉ ଫୁଲ ବ୍ୟବସାୟୀ ଅଛନ୍ତି ଫୁର୍ସତ ନାହିଁ ଏ ନୂଆ ବର୍ଷ ପାଇଁ ନାଇଁ ଆଜ୍ଞା ଫୁର୍ସତ ନାହିଁ ଆପଣଙ୍କର ଏବେ ତ ନୂଆ ବର୍ଷ ରହିବ ଆପଣ 3 ତାରିଖ ଯାଏଁ ଯାହାହେଲେ ବି ମାର୍କେଟରେ ସେଲ୍ ରହିବ ଆମର ଚାଲିଛି ବେପାର ଚାଲିଛି ଆପଣଙ୍କର ଏଇ ଯୋଉ କାରିଗର ମାନେ ଫୁଲ ତୋଡ଼ା ଯିଏ ବାଞ୍ଚନ୍ତି କୋଉଠୁ ଆଣିଛନ୍ତି ଆପଣ ଦେଖନ୍ତୁ ଏପଟେ ଆମର ଆସି ଏଇଟା ବାହାର ପିଲା ଆସନ୍ତି ଆପଣ ଆମର ଆସିଛନ୍ତି 6ଟା ପିଲା ଆସିଛନ୍ତି ବାହାରୁ ଆସିଛନ୍ତି ଆପଣ ଦୋକାନ ପିଲା ବି ପରମାନେଣ୍ଟ 2ଟା ଅଛନ୍ତି ଆମେ ଦାଦା ପାଇକି ଆମେ 4 ଜଣ ବି ଅଛୁ ଏଠି ଆମର ବହୁତ ଫୁଲ କି ଫୁଲ ଭେରାଇଟିର ଅଛି ଆଉ କୋଉ ରାଜ୍ୟରୁ ଏ ଫୁଲ ସବୁ ଆସୁଛି ଦେଖନ୍ତୁ ଏଇଟା ଆପଣଙ୍କର କାଲକାଟା ଠୁ ଲୋକାଲ ଠୁ ଆପଣଙ୍କର ବେଶୀ ହେଉଛି ବାଙ୍ଗଲୋର ମାଲ କାହିଁକିନା ବାଙ୍ଗଲୋର ଫୁଲ ହେଉଛି ବାଙ୍ଗଲୋର ହେଉଛି ମେନ୍ ହେଉଛି ଜାଗାଟା ଆପଣ ବାଙ୍ଗଲୋର ଫୁଲଟା ହେଉଛି ସବୁଠୁ ବେଷ୍ଟ ରହିବ ଆପଣ ଲିଲି ଠୁ ଅର୍କିଡ୍ ଠୁ ସବୁ ବହୁତ ଭେରାଇଟି ଅଛି ଫୁଲ ଅଛି ଫୁଲ ତୋଡ଼ାର ଦାମ କେତେ ରଖିଛନ୍ତି କେତେରୁ ଆରମ୍ଭ କରି କେତେ ଟଙ୍କା ପର୍ଯ୍ୟନ୍ତ ଦେଖନ୍ତୁ ଫୁଲ ତୋଡ଼ା ଆପଣଙ୍କର ମିନିମମ୍ ଷ୍ଟାର୍ଟିଂ 100 ଟଙ୍କାରୁ 50 ଟଙ୍କାରୁ ଆରମ୍ଭ ହେଇକି ଅଛି ଦେଖନ୍ତୁ ଗୋଟେ ଗରିବ ଲୋକ ଭଲ ମନ୍ଦ ହେଲେ ବି ଆପଣଙ୍କର ଆସିକି ନେଇପାରିବେ ଗରିବ ଲୋକଟା ଭଲ ମନ୍ଦ ମ୍ୟାକ୍ସିମମ୍ କେତେ ଟଙ୍କା ତୋଡ଼ା ଦେଖନ୍ତୁ ମ୍ୟାକ୍ସିମମ୍ ଆପଣଙ୍କର ଲିଲି ଫୁଲ ଯଦି ଲିଲି ବଞ୍ଚରା ଖାଲି କରିବେ ଆପଣ 2000 2500 ଟଙ୍କା 5000 ପର୍ଯ୍ୟନ୍ତ ବି ହେଇପାରିବ 5000 ଦେଇକି ଲୋକ ନଉଛନ୍ତି ହଁ ନହୁଅନ୍ତି ସବୁ ଲୋକ ନାହିଁ ଯେତିକି ଲୋକ ଆଗରେ କିନ୍ତୁ ସିଏମ୍ଙ୍କ ଫେଭରାଇଟ୍ ପୁରୁଣା ସିଏମ୍ ଯେହେତୁ ଥିଲେ ନବୀନ ପଟ୍ଟନାୟକ ତାଙ୍କ ସିଏମ୍ ହେଉଛି ଲିଲି ଫୁଲ ହେଉଛି ସେ ଫେଭରାଇଟ୍ ଫୁଲ ଲିଲି ଫୁଲ ବି କଲର 2-3ଟା ଭେରାଇଟି କଲର ଆସୁଛି ବହୁତ ଭଲ ଆସୁଛି ଆମେ ଓଡ଼ିଶାର ଫୁଲ ଆସୁନା ଓଡ଼ିଶାର ଚାଷୀମାନେ ଫୁଲ ଚାଷ କରୁନାହାନ୍ତି ଦେଖନ୍ତୁ ଓଡ଼ିଶାର ଚାଷୀମାନେ କରୁଛନ୍ତି ଫୁଲ ଓଡ଼ିଶାର ଚାଷୀମାନେ କମ୍ ଫୁଲ ଓଡ଼ିଶାରେ ଫୁଲ ବିଜନେସଟା କମ୍ ହୁଏ ମାନେ ଚାଷୀ କମ୍ କରନ୍ତି ଯେହେତୁ ବାଙ୍ଗଲୋର ଆଇଟମ ଅଲଗା ବହୁତ ପ୍ରକାର ଆସେ ବାହାରୁ ବହୁତ ଫୁଲ ଆସେ ଆମର କେତେ ଭେରାଇଟିର ଫୁଲ ଅଛି ଭେରାଇଟି ବହୁତ ପ୍ରକାର ଭେରାଇଟି ଫୁଲ ଅଛି ଆପଣଙ୍କ ଦେଖନ୍ତୁ ଲିଲି ଟୁ ଅର୍କିଡ୍ ଟୁ ରୋଜର 5-7 ପ୍ରକାର ଫୁଲ ରହିବ
ଆପଣ ଲିଲି ଫୁଲ ଆପଣ 4 ପ୍ରକାର ରହିବ ଜର୍ବେରା ଷ୍ଟାର ଯୋଉ ଆପଣ ସେବତୀ ଫୁଲ ରହିବ ସେବତୀରେ ଆପଣ 5 ପ୍ରକାର ଫୁଲ ଆସିବ ନୂଆ ବର୍ଷ ତ ଆମେ ସମସ୍ତେ ଅପେକ୍ଷା କରୁ ନୂଆ ବର୍ଷ ସମସ୍ତେ ହାର୍ଦ୍ଦିକ ଅଭିନନ୍ଦନ ଯେହେତୁ ବର୍ଷେ ଥରେ এটা ବେପାରଟି ଭଲ ହୁଏ ଆମେ ଫୁଲ ବ୍ୟବସାୟ ବହୁତ ଆଶା କରୁଛୁ ଫୁଲ ବ୍ୟବସାୟ ଭଲ ହେବ ଯେହେତୁ ଗତ ବର୍ଷ ଥିଲା ରବିବାର ସୋମବାର ପଡ଼ିଥିଲା ଯେହେତୁ 2 ବର୍ଷ ପାଇଁ ଆମର ବି ବେପାର 2 ଦିନ ପାଇଁ ବେପାର ବି ଆମର ଭଲ ଥିଲା ଯେହେତୁ ଏବେ ଅଫିସିଆଲ ଟାଇମଟା ପଡ଼ୁଛି ଏଥରକ ଆମେ ଆଶା କରୁଛୁ ଭଲ ବେପାର ହେବ ବୋଲି ଦେଖନ୍ତୁ ଭେରାଇଟି ବହୁତ ପ୍ରକାର ଭେରାଇଟି ଅଛି ଆପଣ ଦେଖନ୍ତୁ ରୋଜର 5-6 ପ୍ରକାର କଲର ଆସିବ ଆପଣ ଜର୍ବେରା ଯେଉଁ ଅଛି ଆପଣ ସେବତୀ ଫୁଲ ଅଛି ସେବତୀର 5-6 ପ୍ରକାର କଲର ଆସିବ লিলি ফুল আসবে লিলির আপনার 4 প্রকার কলর আসবে আউ আপনার অর্কিড ফুল যেহেতু কস্টলি ফুল হচ্ছে অর্কিড রহব লিলি ফুল রহব কস্টলি ফুল সেটি মানে চাহিদা তার টিকে ଅଧିକା রহব যেহেতু বড় বড় বিজনেস মানকর অর্কিড ফুল হচ্ছে ফেভারিট ফুল হোয়াইট কলরটা ফেভারিট ভাল ভাল বহুত প্রকার ফুল আছে সর্বনিম্ন দেখুন আপনার রোজ গোটে অতি কমরে গোটে রোজ হল আপনার 10 টাকা লোকাল ফুল আপনার 10 টাকা রোজটা ଆଉ ବାଙ୍ଗଲୋର ହେଇଯିବ ସେଇଟା ଆପଣଙ୍କର 20 ଟଙ୍କା 25 ଟଙ୍କା ହେଇଯିବ ତୋଡ଼ା ଆପଣଙ୍କର ଦେଖନ୍ତୁ 40-50 ଟଙ୍କାରୁ ଆରମ୍ଭ କରି ତୋଡ଼ା ଆପଣଙ୍କର ଅଛି 200 2000 5000 ପର୍ଯ୍ୟନ୍ତ ତୋଡ଼ା ଅଛି ଯେମିତି ଭେରାଇଟିର ଖୋଜିଲା ଦେଖନ୍ତୁ ଆମର ହେଉଛି ଆପଣଙ୍କର ଗୋଟେ ପୁଷ୍ପଭଣ୍ଡାର ଦୋକାନ ଅଛି ପୁଷ୍ପଭଣ୍ଡାର ଯେହେତୁ ଆମର ଗୋଟେ ପୁରୁଣା ଅଛନ୍ତି ପୁରୁଣା ଦୋକାନ ଆମର ସବୁ ହୋଲସେଲ ଦିଆ ହୁଏ ଯାହା ଯେହେତୁ ଆପଣ ଦେଖନ୍ତୁ 5000 ତୋଡ଼ାଟା ଆପଣଙ୍କର ସେମିତିଆ ବିଜନେସମ୍ୟାନ୍ ଦରକାର ସେମିତିଆ ଆପଣଙ୍କର ରାଜନୀତି ଦରକାର ସେମିତି ହେଲେ ଆପଣଙ୍କର ରାଜନୀତି ଲୋକ ବି ଆପଣଙ୍କର ଦେଇପାରିବେ ରାଜନୀତି ବାଲା ସିଏମ୍ ମାନଙ୍କର ବଡ଼ ବଡ଼ ଅଫିସର ମାନଙ୍କର ଦେଇପାରିବେ লিলি ফুল ଆପଣଙ୍କର ଚିଫ୍ ମିନିଷ୍ଟର ଆପଣ ସିଏମ୍ଙ୍କର ଥିଲା লিলি ফুଲ ଯେହେତୁ ପୂର୍ବତନ ସିଏମ୍ ଥିଲେ ତାଙ୍କ লিলি ফুଲ ହ୍ୱାଇଟ୍ লিলি ফুଲ ସେବତୀ ହେଉଛି ଫେଭରାଇଟ୍ ଫୁଲ ସେଥିପାଇଁ ସେଇଟା ଆମ ବହୁତ ଡିମାଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ ସେବତୀ লিলি ফুলଟା ତାଙ୍କର ଭାରି ପ୍ରିୟ ଥିଲା ସମସ୍ତେ ନେଇକି ଦଉଥିଲେ କିନ୍ତୁ ଏଥର ବିରୋଧୀ ଦଳ ନେତା ଅଛନ୍ତି ସେ ଫୁଲ ସେତିକି ବିକ୍ରି ହେବ ଆପଣଙ୍କର ନାଇଁ ବିରୋଧୀ ଦଳ ନେତା ଥିଲେ ଆମର ସିଏମ୍ଙ୍କ କ୍ରେଜିଟା ବର୍ତ୍ତମାନ ବି ଅଛି ବର୍ତ୍ତମାନ କମିବାର ନାହିଁ লিলি ফুলଟା ଆପଣଙ୍କର ସିଏମ୍ କରି ଯେମିତି ପ୍ରାୟ ସମସ୍ତଙ୍କର লিলি ফুলଟା ବି ଭଲ ଲାଗେ ଯେହେତୁ ଆପଣ ମାନେ ଏମିତି ନର୍ମାଲ ଲୋକ ବି ସିଏମ୍କୁ ଦେଖା କରିବେ ସମସ୍ତେ ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଲୋକ ଯାଇକି ଦଉଥିଲେ ଏବେ ସେ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି ବିରୋଧୀ ଦଳ ନେତା ଅଛନ୍ତି ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ লিলি ফুଲ ଯେତିକି ସେଲ୍ ହଉଥିଲା ଏବେ ବିରୋଧୀ ଦଳ ନେତା ଅଛନ୍ତି ସେତିକି লিলি ফুଲ ସେଲ୍ ହେବ ତାଙ୍କ ପାଖକୁ ଯିବ ଆଶା କରୁଛୁ ଆପଣଙ୍କର ବହୁତ ସେଲ୍ ହେବ ଆଶା କରୁଛୁ କିନ୍ତୁ ବହୁତ ସେଲ୍ ହେବ ବୋଲି ଆମେ ଚାହୁଁଛୁ କି ବିରୋଧୀ ଦଳ ନେତା ହେଲେ ବି ଆପଣଙ୍କ ସିଏମ୍ ପାଖକୁ ଲୋକ ଯିବେ କିନ୍ତୁ ଏବେ ବି ନୂଆ ସିଏମ୍ ଅଛନ୍ତି ତାଙ୍କ ପାଖକୁ ଯିବେ ପୁରୁଣା ସିଏମ୍ ଅଛି ତାଙ୍କ ପାଖକୁ ଯିବେ କିଛି ଅସୁବିଧା ନାହିଁ এইটা কারণে আপনার লিলি ফুলটা হচ্ছে এখানে কস্টলি ফুলটা কিন্তু সিএমଙ୍କ ফেভারিট ফুলটা যেহেতু পুରୁଣା সিএমଙ୍କ ଫେଭରାଇଟ୍ ফুলଟା ସେଥିପାଇଁ ଆଉ ଗୋଟେ କଥା ହଉଛି ସରକାର ଏବେ ବିଭିନ୍ନ ସାମାଜିକ ଅନୁଷ୍ଠାନ କହୁଛନ୍ତି ଯେ ଫୁଲ ତୋଡ଼ା ନୁହଁ ଗୋଟେ ଗଛ ଦାନ କରନ୍ତୁ ଗଛଟେ ଲଗେଇବା ଯୋଉ ପରିବେଶ ମାନେ ପରିବର୍ତ୍ତନ ହେଇଯାଇଛି ପୁଣି ଫେରେଇ ଆଣିବା ପାଇଁ ଏ ଗୋଟେ ପ୍ରୟାସ ଆରମ୍ଭ ହେଇଛି କିଛି ଆପଣଙ୍କ ବ୍ୟବସାୟ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ତ ଦେଖନ୍ତୁ ଏଇଟା ତ ଭଲ ଯେହେତୁ ଗୋଟେ ଗଛ ଲଗାଇଟା ସବୁଠୁ ଭଲ ଆମର ବି ଭଲ ସମସ୍ତେ ଲଗାନ୍ତୁ ଗଛ ବି ଲଗାନ୍ତୁ ଭଲ ଗଛ ହେଉଛି ଗଛଟା କ'ଣ ଆପଣଙ୍କର କେତେ ଜଣ ଦେଖନ୍ତୁ ଗଛ ନେଇକି ଦେଉଛନ୍ତି କିନ୍ତୁ କେତେ ଲୋକ ଲଗାଉନାହାନ୍ତି ଯାହା ଥୋଇ ଦେଉଛନ୍ତି କାହାକୁ ଦାନ କରିଦେଉଛନ୍ତି କିନ୍ତୁ ଲଗାଉନାହାନ୍ତି କିନ୍ତୁ ଗଛ ଲଗାନ୍ତୁ ସମସ୍ତେ କହନ୍ତି ଆମେ ବି ଚାହୁଁଛୁ ଆଉ ଗଛ ଲଗାନ୍ତୁ ଗଛ ପାଇଁ ଆମ ଜୀବନଟା କିନ୍ତୁ ଗଛଟା ଲଗାନ୍ତୁ ଆପଣଙ୍କର ସେଇ ଏଇ ନୂଆ ବର୍ଷରେ କେତେ ଟଙ୍କାର ଫୁଲ ବ୍ୟବସାୟ ହେବ ଆଶା ଦେଖନ୍ତୁ ଆମେ ଆଶା କରୁଛୁ ବହୁତ ଆଶା କରୁଛୁ ଯେହେତୁ ଆମର 2.5 ଲକ୍ଷ 3 ଲକ୍ଷ 5 ଲକ୍ଷ ଟଙ୍କା ଆମର ଜିନିଷ ଆମର ପଡ଼ିଛି ଅଛି ପିଲା ବି ଆପଣଙ୍କର 3 ଦିନ ପାଇଁ ବାଙ୍ଗଲୋର ପିଲା ବି ଆସୁଛନ୍ତି କାଲକାଟା ପିଲା ଆସନ୍ତି 3 ଦିନ ପାଇଁ ଆସନ୍ତି ଆମେ ଆଶା କରୁଛୁ ବହୁତ ଆଶା କରୁଛୁ ଆମେ ବେପାର ହେବ ବୋଲି କିନ୍ତୁ ଅଫିସିଆଲ ଟାଇମ୍ ପଡ଼ିଛି ଭଗବାନ ଦୟାରୁ ଚାଲିଛି ସିଜିନ୍ ବି ଦେଖାଉଛି ବର୍ଷା ପାଗ ଦେଖାଉଛି ଆଶା କରୁଛୁ ଭଲ ବେପାର ହେବ ବୋଲି ଆମେ ଆଶା କରୁଛୁ ରାଜଧାନୀରେ ଏବେ ଫୁଲ ବ୍ୟବସାୟିକ ଆଉ ଫୁର୍ସତ ନାହିଁ ନୂଆ ବର୍ଷ ପାଇଁ ବେପାର ତ ନାହିଁ ଠିକ୍ ଅଛି କିନ୍ତୁ ବେପାର କ'ଣ ହେବ ଜଣାପଡ଼ୁନି କିଛି ପର୍ଯ୍ୟନ୍ତ କିନ୍ତୁ ଦେଖାଯାଉ କ'ଣ ହେଉଛି ବହୁତ ପ୍ରକାର ଫୁଲ ହେଇଛି ବିଭିନ୍ନ ପ୍ରକାର ଫୁଲ ହେଇଛି ବହୁତ ପ୍ରକାର ଏତେ କଲର ଫୁଲ ଗୋଟେ ଗୋଟେ ନାଁ କହିଲେ ଦେଖିବା ଆପଣ লিলি ଅଛି ଆନ୍ଥେଲିୟମ୍ ଅଛି କାର୍ନେସନ ଅଛି ଭିକ୍ଟୋରିଆ ଅଛି ଅର୍କିଡ୍ ଅଛି ସନମଣ୍ଡିଆ ଫୁଲ ଅଛି ଗୋଟେ ଆପଣ ଷ୍ଟାର ଦେଖନ୍ତୁ ବହୁତ ପ୍ରକାର ବିଭିନ୍ନ କଲର ଷ୍ଟାର ଅଛି ଲୋକ ମନକୁ ଛୁଇଁଲା ଭଳିଆ ବହୁତ ବିଭିନ୍ନ ପ୍ରକାର ଫୁଲ ଅଛି କିନ୍ତୁ ବେପାର କାହିଁ ମହଲ ଜଣାପଡ଼ୁନି ବେପାର ହେଲା ଭଳିଆ ଲାଗୁଛି ଟିକେ ଟିକେ କେମିତି ହେଲା ଭଳିଆ ଏବେ ତ ଛୁଟି ନାହିଁ ଯେ କିନ୍ତୁ ଯେହେତୁ କ'ଣ କହିଲେ ବର୍ତ୍ତମାନ ଅସୁବିଧା ହେଉଛି କ'ଣ କି ସାର୍ କି ମାନେ ନୟାଗଡ଼ ପଟେ ବ୍ୟାନ୍ କରିଦେଇଛନ୍ତି ଫୁଲ ତଡ଼ା ଯିବ ନାହିଁ ନୟାଗଡ଼ ପଟେ ଏପଟେ କ'ଣ ଏପର୍ଯ୍ୟନ୍ତ ସିଚୁଏସନ୍ କିଛି ଠିକ୍ ଆସିନି ଏପଟେ ବି ତ ସରକାର ବିଭିନ୍ନ ସାମାଜିକ ଅନୁଷ୍ଠାନ କହୁଛନ୍ତି ଫୁଲ ତଡ଼ା ବଦଳରେ
ଗଛ ଗୋଟେ ଗୋଟେ ଦିଅନ୍ତୁ ଗଛ ଫୁଲ ତୋଡ଼ା ଦିଆଯିବ କିନ୍ତୁ ସେମାନେ କହିବା କଥା ପେପର ବାଲା ଫୁଲ ତୋଡ଼ା ଦିଅ ଆଉ ଜରିର ଆଲାଉ ନାହିଁ ସେଥିପାଇଁ ଦେଖାଯାଉ କ'ଣ ହେଉଛି ତଥାପି 12ଟା ଗୋଟେ ଭିତରେ ଜଣା ପଡ଼ିଯିବ କେମିତି ବେପାର ଲାଗୁଛି ବେପାର ହେବ କାହିଁକିନା ପ୍ରତିବର୍ଷ ଏମିତି ହୁଏ କିନ୍ତୁ ବେପାରଟା ଠିକ୍ ହୁଏ ଆପଣଙ୍କର ସବୁ କାରିଗର ସବୁ କୋଉଠୁ ଆଇଛନ୍ତି ଫୁଲ ନାଇଁ କାରିଗର କାଲକାଟାରୁ ଆସିଛନ୍ତି ବାଙ୍ଗାଲୋରରୁ ଆସିଛନ୍ତି ବାକି ଆମ ଦୋକାନ ଷ୍ଟାଫ୍ ବି ବହୁତ ଅଛନ୍ତି ଆଗରୁ ଯେଉଁମାନେ ରେଗୁଲାର କାମ କରୁଛନ୍ତି ସବୁ ଠିକ୍ ଠାକ୍ ଚାଲିଛି କିଛି ଏ ଯୋଉ ଫୁଲ ସବୁ ଆମ ଓଡ଼ିଶାର ଚାଷ ହଉନି ଓଡ଼ିଶାରେ ଏତେ ଯୋଗେଇ ପାରିବନି କାଲକାଟା ବାଙ୍ଗାଲୋର ହାଇଦ୍ରାବାଦ ଆମର ଏମର୍ଜେନ୍ସି ପଡ଼ିଲେ ଫ୍ଲାଇଟ୍ରେ ମଗା ହେଉଛି ନହେଲେ ଆମର ଟ୍ରେନ୍ରେ ଆସୁଛି ପିକଅପ୍ରେ ଆସୁଛି ଲୋକାଲ ଏମାନେ ଏତେ ଯୋଗେଇ ପାରି ଲୋକାଲ ଆମର ରଡ଼ ବାହାରୁଛି ଏଇଟା ଦେଖନ୍ତୁ ଗୋଟେ ଲୋକାଲ ବାହାରିଛି ଏବେ ବାଲିଅନ୍ତା ବାଲିପାଟଣା ପଟେ ବାହାରୁଛି ଆଉ ଏତେ ଯୋଗେଇ ପାରିବେନି ସେମାନେ ଲୋକାଲ ଏତେ ଯେଉଁ ଫୁଲର ଚାହିଦା ଯାହା ହେଲାଣି ବର୍ତ୍ତମାନ ଏଇ 4-5 ଦିନରେ କେତେ ଦିନ ପର୍ଯ୍ୟନ୍ତ ବେପାର ଚାଲିବ ଯୋଉ ଯେତେ ଦିନ ପର୍ଯ୍ୟନ୍ତ ଚାଲିବ ନୂଆ ବର୍ଷ କେତେ ଲକ୍ଷ ଟଙ୍କାର ବେପାର ହବ ସେମିତି ତ କହିହେବନି ବେପାର 1 ତାରିଖ ପରେ ଥପ ହେଇଯିବ କାହିଁକିନା ଆଗରୁ ଥିଲା କ'ଣ କି 4 ତାରିଖ 5 ତାରିଖ ବେପାର ହେଉଥିଲା ଯେଉଁମାନେ ଆସିପାରୁନଥିଲେ ଦୂର ଦୂରାନ୍ତର ଥିଲେ ସେମାନେ ଆଜି ନାହିଁ କାଲି ଦେଖା କରୁଥିଲେ କାଲି ନାହିଁ ପନ ଦେଖା କରୁଥିଲେ ଲୋକମାନେ ନୂଆ ବର୍ଷ ଗଲେ ଭୁଲିଯାଆନ୍ତି ସେମାନେ ଆଜି ନହେଲେ କାଲି ଯାଇ ଫୁଲ ତୋଡ଼ା ଦେଇ ଦିଅନ୍ତି କିନ୍ତୁ ଏବେ କ'ଣ ଧର ଫୁଲ ତୋଡ଼ା ଦେଇଦେଇଥାଏ ନା ନାଇଁ ଠିକ୍ ଅଛି ଆଉ ଗୋଟେ କ'ଣ ଜିନିଷ ନେଇକି ଦେଇଦେବା ଏସବୁ ଜିନିଷ ବି ହେଉଛି କେତେ ଟଙ୍କାରୁ ଆରମ୍ଭ କରିକି 100 ଟଙ୍କାରୁ ଷ୍ଟାର୍ଟ ସର୍ବାଧିକ 2000 3000 5000 ଯେତେ ଟଙ୍କା ପର୍ଯ୍ୟନ୍ତ ଆପଣ ଚାହିଁପାରିବେ ଆମର ଆଭେଲେବୁଲ୍ ଅଛି 1500 2000 3000 ଯଦି ଲୋକ ଚାହିଁବେ ନାହିଁ ଆମର ଟିକେ ଅଧିକ କ୍ୱାଣ୍ଟିଟି ଦରକାର ଭଲ କିନି ଟିକେ ଦରକାର ଆଉ ଟିକେ ଜଣକୁ ଦେବା ପାଇଁ ଆଉ ଟିକେ ଭଲ ଦରକାର ଆମେ ବନେଇକି ଦେବୁ ସାଙ୍ଗେ ସାଙ୍ଗେ